ସମସ୍ତଙ୍କୁ ଶୁଭ ସକାଳ ମୋର ପ୍ରିୟ ଛାତ୍ରଛାତ୍ରୀମାନେ ଏବଂ ମୋର ବନ୍ଧୁମାନେ ଆଦରର। ତେଣୁ ଆଉ ଥରେ ଜୟ ଜଗନ୍ନାଥ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଆଶୀର୍ବାଦ। ଦେଖ ଆମେ ପୂର୍ବ କ୍ଲାସ୍ରେ ପଢ଼ିଥିଲୁ ଯେ କୁଞ୍ଜବିହାରୀ ଦାସଙ୍କର ବହୁଚର୍ଚ୍ଚିତ ଭ୍ରମଣ କାହାଣୀ ହେଉଛି ଝେଲମ ନଦୀର ସନ୍ଧ୍ୟା। ତେଣୁ ଝେଲମ ନଦୀ କୂଳରେ ଲେଖକ ବର୍ତ୍ତମାନ ପହଞ୍ଚି ଯାଇଛନ୍ତି ଏବଂ ଝେଲମ ନଦୀ କୂଳରେ ଭ୍ରମଣ କରୁ କରୁ ସେ ଗୋଟିଏ ଶିକାର ନେଇଛନ୍ତି ଏବଂ ଶିକାରରେ ବସି ସେମାନେ ଝେଲମ ନଦୀ ଆଖପାଖ ଅଞ୍ଚଳ ଏବଂ ତା ସହିତ ଝେଲମ ନଦୀ କୂଳରେ ଅବସ୍ଥିତ ପରିବେଶ, ବ୍ୟାଙ୍କ, କଲେଜ ଏସବୁକୁ ସେ ସୁନ୍ଦର ଭାବରେ ଆଲୋକପାତ କରିଛନ୍ତି ଏବଂ ପରିଶେଷରେ ସନ୍ଧ୍ୟା ସମୟ ହୋଇଯାଇଛି। ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହୋଇଯାଇଛନ୍ତି ଏବଂ ଶିକାର ଫେରାଇଛନ୍ତି। ଫେରିବା ସମୟରେ ଲେଖକ ସେ ହାଞ୍ଜିକୁ ଯେଉଁ ଶିକାର ଯେ ଚଲାଏ ସେ ହାଞ୍ଜିକୁ ସେ କହିଛନ୍ତି ଯେ ତୁମ ଗାଁର ବା ତୁମ ଅଞ୍ଚଳରେ ଗୋଟିଏ ଘଟିଥିବା ଗଳ୍ପ ଟିକେ କୁହନ୍ତୁ। ହାଞ୍ଜି ପରିଶେଷରେ ମନା କରିଛି, କିନ୍ତୁ ଲେଖକ କହିଲେ ତୁମକୁ ଆମେ ଛାଡ଼ିବୁ ନାହିଁ, ତେଣୁ ଆପଣ ଯେମିତି ହେଲେ ବି ଗୋଟିଏ ଗଳ୍ପ କୁହନ୍ତୁ। ଶେଷରେ ହାଞ୍ଜି ରାଜି ହୋଇଛନ୍ତି ଏବଂ ହାଞ୍ଜି ଗଳ୍ପଟିକୁ ଆରମ୍ଭ କରିଛନ୍ତି। ତେଣୁ ତାଙ୍କ ଦେଶରେ ସେ ଗଳ୍ପ ଆରମ୍ଭ କଲାବେଳେ ସେ ଦିନେ କ'ଣ କରିଛି ନା ମନ୍ତ୍ରୀ ପୁଅ ରାଜା ପୁଅ ଦୁଇ ମିତ୍ର ସେହି ଗଳ୍ପଟିକୁ ସେ ଆରମ୍ଭ କରିଛନ୍ତି। ତେଣୁ ଆମେ ପୂର୍ବ କ୍ଲାସରେ ଗଳ୍ପଟିକୁ ଆରମ୍ଭ କରିଦେଇଛନ୍ତି ଏବଂ ପହଞ୍ଚିଥିଲୁ ଯେ ମନ୍ତ୍ରୀ ପୁଅ ଏବଂ ରାଜା ପୁଅ ଗୋଟିଏ ରାଜଜମା ଗୋଟିଏ ରାଜାଙ୍କର ଝିଅକୁ ସେମାନେ କ'ଣ କରିଛନ୍ତି ନା ଦେଖିବାକୁ ଯାଇଛନ୍ତି ଏବଂ ମନ୍ତ୍ରୀ ପୁଅ ସ୍ତ୍ରୀ ରୂପ ଧାରଣ କରି ସେ ପହଞ୍ଚିଛନ୍ତି ସେହି ରାଜ ଉଆସରେ ଏବଂ ରାଜା ଉଆସରେ ପହଞ୍ଚି ସାରିଲା ପରେ ରାଜା ନିକଟରେ ଯାଇ କହିଛନ୍ତି ଦେଖ ରାଜାଙ୍କର ହୃଦୟ କହିଛି କ'ଣ କହୁଛି ଦେଖ ନା ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ, ତାକୁ ଥରୁଟିଏ ଦେଖାଦିଅ, ତା ଦେହରେ ଯିବ ପଶୁ। ତେଣୁ ଏହି କଥା ଯାଇକି ରାଜାଙ୍କ ନିକଟରେ କହିଛନ୍ତି ଆପଣଙ୍କ ପାଇଁ ସେ ଝୁରି ମରୁଛି, ତେଣୁ ଆପଣ ଟିକେ ଯାଇ ତାକୁ ଦେଖାଦେଲେ ତାର ଜୀବନ ଫେରି ପାଇବ ବୋଲି ସେ କହୁଛି। ତେଣୁ ସେ ମୋ ପାଖରେ ରହି ତାର ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ, ଆଉ ଅଖିଆ ଅଣାସାଗରରେ ସେ ପଡ଼ି ରହିଛି। ଏହି କଥା ଶୁଣି ସାରିଲା ପରେ ରାଜଜମା ପ୍ରତ୍ୟୁତ୍ତର ଦେଇଛନ୍ତି ଯେ ନା ବଡ଼ କୋମଳ ଛାର ତାର ଲାଗି ରାଜପୁରର ପ୍ରାଣ ଯିବ। ସେହି କଥା ସେ ମନେ ମନେ କହିଲେ ବା ଚିନ୍ତା କରି କହିଲେ ପ୍ରାଣ ଗଲେ ସେ ଦୋଷ କାହାକୁ ଲାଗିବ। କହିଲା ରାଜଜମା କ'ଣ କହୁଛି ଦେଖ ନା ଯାଅ ଆଜି ରାତି 10 ଘଡ଼ି ଡେଇଁ ମୋ ରାଜା ପୁଅକୁ ଦେଖା ଦେଇ ଆସିବି। ତେଣୁ ଏହି କଥାଟା ଶୁଣି ସାରିଲା ପରେ ମନ୍ତ୍ରୀ ପୁଅ ଅତି ଆନନ୍ଦ ସହକାରେ ସେ ରାଜା ପୁଅ ପାଖକୁ ଚାଲି ଯାଇଛନ୍ତି। ଏପଟେ ରାଜଜମା ଜବାବ ଦେଇଛନ୍ତି ଯେ ମୁଁ ରାଜକନ୍ୟା ହୋଇ ରାତି କ'ଣ 10 ଘଡ଼ି ସମୟରେ ରାଜା ପୁଅ ପାଖକୁ ଯିବି। ତେଣୁ ସେ ନିଜେ ନିଜେ ବସି ଚିନ୍ତା କରିଛନ୍ତି। ଏପଟେ ଖୁସି ହୋଇ ପଡ଼ିଯାଇଛନ୍ତି ମନ୍ତ୍ରୀ ପୁଅ। ଦେଖ ତାପରେ କ'ଣ ହେଇଛି ନା ଆଗକୁ ଦେଖିବା ପିଲାମାନେ ନା ଖୁସି ମନରେ ମନ୍ତ୍ରୀ ପୁଅ ଫେରିଲା ରାଜପୁଅର ଆନନ୍ଦ କହିଲେ ନ ସରେ। ଦଣ୍ଡକ ଯୁଗ ପରି ଲାଗୁଥାଏ ଅର୍ଥାତ୍ କେତେ ଯୁଗ ଭଳି ଲାଗୁଥିଲା। ରାତି 8 ଘଡ଼ି 9 ଘଡ଼ି ଶେଷକୁ 10 ଘଡ଼ି ହୋଇଗଲା। ତେଣୁ ଏଠି ଘଡ଼ି କଥା କହିଲେ ଆମେ সময়କୁ ବୁଝିଥାଉ ଯେଉଁ সময়ଟା କି 8ଟି 9ଟି 10ଟି। ତେଣୁ 10ଟି ଘଡ଼ି ପର୍ଯ୍ୟନ୍ତ ସମୟ ଦେଇଛନ୍ତି ରାଜଜମା। ତେଣୁ 10 ଘଡ଼ି ସମୟ ମଧ୍ୟ ହୋଇଯାଇଛି। କିନ୍ତୁ କ'ଣ ହେଇଛି ଦେଖନ୍ତୁ ନା ଜମା କଥା ଭାବୁ ଭାବୁ ନିଘୋଡ଼ ନିଦରେ ଶୋଇ ପଡ଼ିଲା। କିଏ ନା ଇଏ ହେଉଛି ରାଜା ପୁଅ। କୁଆ କହିଲେ ବୋବେଇଲେ ରାତି ପାହିଲା ଆଖି ମିଳି ରାଜା ପୁଅ କହିଲା ଜେମା ଆସିନାହିଁ। ସଙ୍ଗାତ ମିଛ କହୁଥିଲା। ମନ୍ତ୍ରୀ ପୁଅ କହିଲା କ'ଣ କହିଲ? ଜେମା ଆସିନାହାନ୍ତି। ସେ ରାଜା ପୁଅର ପକେଟ ଦୋରାଣ୍ଡି ଖଣ୍ଡିଏ ରୁମାଲ କାଢ଼ିଲା। ଜେମାର ମୁକୁଟ ଅଙ୍କା ସେହି ରୁମାଲରେ କ'ଣ ହେଇଛି ଜେମାଙ୍କର ଚିତ୍ର ଅଙ୍କନ ହୋଇଛି। ସେଥିରେ କେତେ ଗୁଡ଼ିଏ ଶଙ୍ଖ ମଲମଲ ପଥର କଣ୍ଡା ବନ୍ଧା ହୋଇଛି। ରାଜା ପୁଅର ରୁମାଲଟି ପକେଟରେ ନାହିଁ। ମନ୍ତ୍ରୀ ପୁଅ କହିଲା ସଙ୍ଗାତ ଜେମା ଆସିଥିଲା। ମୋତେ କପଟ କରୁଛ କାହିଁକି ତୁମେ ମିଛ କରୁଛ? ରାଜା ପୁଅର ଅସରା ଲୁହ ବହିଗଲା। କହିଲା ମୁଁ ନିତାନ୍ତ ଅନାଡ଼ି ଶୋଇ ପଡ଼ିଲି। ରାଜଜେମା କ'ଣ ପାଦକୁ ପୀଡ଼ା ଦେଇ ଆସିଥିଲା। ଫେରିଗଲା। କ'ଣ ସେ ଭାବିଥିବ, କ'ଣ ମନକୁ କେଡ଼େ ବାଧିଥିବ। ଏହା କହି ଗାଲରେ 2 ଚଟକଣି ମାରିଦେଲା। ନିଜକୁ ବହେ ଶୋଧିଲା। କେଡ଼େ ହୀନ କପାଳିଆ ମୁଁ, ଚନ୍ଦ୍ରମାକୁ ହାତ ପାହାନ୍ତାରେ ପାଇ ଛାଡ଼ିଲି। ତେଣୁ ସେ ଯେଉଁ ରାଜଜେମା ପାଇଁ ପାଗଳ ହୋଇଥିଲେ, ତେଣୁ ସେଇଟା ସେ କ'ଣ କହୁଛି ନା ତାର ହାତ ପାହାନ୍ତାରେ ପାଇଛି କିନ୍ତୁ ତାକୁ ଛାଡ଼ିଦେଲା। ସେ ଦେଖ ରାଜଜେମାଙ୍କର କିଭଳି ରୂପକୁ ବା ତାର ଆସିବାର ସମୟକୁ ସେ ବର୍ଣ୍ଣନା କରୁଛି ନା କ'ଣ କହୁଛି ଦେଖ ନା ତାର କଅଁଳିଆ ପାଦରେ ପୀଡ଼ା ଦେଇ ଆସିଥିଲା। ଫେରିଗଲା। ସେ କ'ଣ ଭାବିଥିବ, କ'ଣ ମନକୁ କେଡ଼େ ବାଧିଥିବ। ନିଜ ଗାଲରେ 2 ଚଟକଣି ମାରିଦେଲା ଏବଂ ନିଜକୁ ନିଜେ ବହେ ଶୋଧିଲା। ଏହିପରି ସେ ଚିନ୍ତା କରୁଛନ୍ତି। ଉପସ୍ଥିତ ରହିଥାନ୍ତି ମନ୍ତ୍ରୀ ପୁଅ। ମନ୍ତ୍ରୀ ପୁଅ ପଚାରିଲା ଏ ପଥର ଖଣ୍ଡ କାହିଁ ଦେଇ ଯାଇଛି? ମନ୍ତ୍ରୀ ପୁଅ ହସି ହସି କହିଲା ଖେଳିବା ପାଇଁ। ଅର୍ଥାତ୍ ତୁମେ ବାଳକ ପ୍ରେମିକର ଯୋଗ୍ୟ ନୁହଁ। ଏଥିରେ ରାଜପୁଅ କହ ଉଠିଲା ଅର୍ଥ ହେଉଛି କାନ୍ଦି ଉଠିଲା। ତାପରେ ଦେଖ କ'ଣ କହିଲେ କାନ୍ଦି ଉଠିଲା। କ୍ରୋଧରେ ଜେମାଙ୍କର ଓଠ ଥରୁ ଥାଏ। ରାଗିକିରି ଜେମାଙ୍କର ଓଠ ଥରୁ ଥାଏ। ନାକ ଫୁଟା ଫୁଲି ଉଠୁଥାଏ। ଭାବୁଥାନ୍ତି ପରବୁଦ୍ଧି ପ୍ରଳୟ ଅର୍ଥାତ୍ ପରବୁଦ୍ଧିରେ ଗଲେ ପ୍ରଳୟ ହୋଇଯିବ ବା ନଷ୍ଟ ହୋଇଯିବ, କ୍ଷତି ହୋଇଯିବ ବୋଲି ସେ ଜାଣିପାରୁଥିଲେ। ପର କଥାରେ କାହିଁକି ପଡ଼ିଲେ? କିଏ ଯଦି ଦେଖିଥାନ୍ତା ଆଉ ମହତ ରହିଥାନ୍ତା। କହିବା କଥା ଭୁଲି ଯାଇ କି ମଣିଷ ଯେ ପ୍ରେମିକାକୁ ନିରାଶରେ ଫେରାଇ ଦିଏ ସେ କୋଉ ନାୟକରେ ଲେଖା। ଯେତେ ନେହୁରା ନମସ୍ତେ ହେଲେ ବି ସେଠିକି ଯିବି ନାହିଁ। ଏତିକି ବେଳେ ମନ୍ତ୍ରୀ ପୁଅ ପହଞ୍ଚିଗଲା। ଦେଖ ତ ରାଗ। କହିଲେ ତୁମେ ସବୁ ଠକ, କଥାରେ ଠିକ୍ ନାହିଁ। ନିଆଁ ସଙ୍ଗେ ଗେଲ ଖେଳୁଛ, ତେଲ ବାହାର ଯିବ ଜାଣି ଥାଅ। ତାପରେ ମନ୍ତ୍ରୀ ପୁଅ ଉତ୍ତର ଦେଲେ ଯାହା ଘଟିଯାଇଛି ସବୁ ଦୋଷ ରାଜପୁଅର। ତା ଦୋଷ ମୋର। ମୋତେ ଯାହା ଗାଳି ଦେବାର ଦିଅ। ଏ ଭୁଲ ଆଉ ହେବ ନାହିଁ। ତୁମକୁ ଦେଖିବା ନିଶାରେ ରାଜା ପୁଅ ଏକ ପ୍ରକାର ବାଇଆ ହୋଇଯାଇଥିଲା। କେତେବେଳେ ଶୋଇପଡ଼ିଲା ଜାଣିପାରିଲା ନାହିଁ। ଏବେ ତା କୋହ ଦେଖିଲେ ଗଛପତ୍ର ତରଳି ଯିବ। ଅର୍ଥାତ୍ ଏଭଳି ଅବସ୍ଥା ହୋଇଯାଇଛି ଯେ ରାଜା ପୁଅ କାନ୍ଦି କାନ୍ଦି ଝୁରି ମରୁଛି ଆପଣଙ୍କ ପାଇଁ। ତେଣୁ ଏହିସବୁ ତାର ଦୃଶ୍ୟକୁ ଦେଖିଲେ ସେ ଗଛପତ୍ର ଗୁଡ଼ିକ ମଧ୍ୟ କ'ଣ ହେଉଛନ୍ତି ତରଳି ଯାଉଛନ୍ତି। ତାଙ୍କୁ ବଞ୍ଚାଅ, ତା ଜୀବନଟି ତୁମ ହାତରେ। ରାଜା ଝିଅ ଏ କଥାରେ ପୁଣି କ'ଣ ହେଲେ ନା ପ୍ରସନ୍ନ ହେଲେ, ଖୁସି ହୋଇଗଲେ ବା ଆନନ୍ଦିତ ହୋଇଗଲେ। ତାପରେ ଦେଖ ନିଶା ସାଇଁ ଗରୁଜୁଛି। ଏଠି ନିଶା ହେଉଛି ରାତି। ତେଣୁ ରାତି କ'ଣ ହେଉଛି ଗରୁଜୁଛି। ରାଜା ପୁଅ ଆଖିରେ ପଲକ ପଡ଼ୁନାହିଁ। ସେ ମୁହୂର୍ତ୍ତ ଗଣୁଛି କେତେ ସମୟ। ଚଲାପଥ ଆଲୁଅ କରି ଜେମା ପହଞ୍ଚିଲା। ରାଜା ପୁଅ ଆଖିରେ ସେ ରୂପ ଚରି ଗଲା। ଯେଉଁଠି ପଡ଼ିଲା ସେଠି ଲାଖିଲା, ଯେଉଁଠି ଲାଖିଲା ସେଠି ଲାଖି ରହିଲା। ଜେମା ବି ରାଜପୁଅର ରୂପରୁଚିରେ ଖୁସି ହୋଇଗଲା। ଦୁହିଁଙ୍କ ମନ ଯେତେବେଳେ ମିଳିଗଲା ହସିଲେ।
ଯେଉଁଠି ହସିବା ଦରକାର ନାହିଁ, କଥାବାର୍ତ୍ତା ହେଲେ ଯାହାର କିଛି ଅର୍ଥ ନାହିଁ, ଆଳାପ ଆମୋଦ ହସ ଖୁସି ଈର୍ଷା ଭାଗ୍ୟ ଦେବତା ଏହା ସହିପାରିଲା ନାହିଁ। ତେଣୁ ଏଠି ଦେଖ, ଯେଉଁମାନେ ପ୍ରଣୟ କରନ୍ତି ବା ଯେଉଁମାନେ ପ୍ରେମ କରନ୍ତି, ସେମାନେ ଯେତେବେଳେ ପାଖାପାଖି ହୋଇଯାନ୍ତି, ସେତେବେଳେ ତାଙ୍କର ଯେଉଁଠି ହସିବାର କଥା ସେମାନେ ସେଠି ନୀରବ ରହିଯାନ୍ତି। ତେଣୁ ଯେଉଁଠି ହସିବାର ଦରକାର ନାହିଁ, ସେମାନେ ସେଠି କ'ଣ କଲେ ନା କଥାବାର୍ତ୍ତା ହେଲେ ଯାହାର କିଛି ଅର୍ଥ ନାହିଁ। ଏହିଭଳି ସେ ସୁନ୍ଦର ମୁହୂର୍ତ୍ତ ସେମାନେ ଆଳାପ ଆଲୋଚନା କଥାବାର୍ତ୍ତା ହେଉଛନ୍ତି। ଠିକ୍ ସେହି ସମୟରେ ଭାଗ୍ୟ ଦେବତା କ'ଣ କରିଛି, ତାଙ୍କର ହସ ଖୁସିକୁ ସେ ସହିପାରିଲା ନାହିଁ। ତାପରେ ଦେଖନ୍ତୁ, ସହିପାରିଲା ନାହିଁ। କଟୁଆଳ ନଗର ପରିକ୍ରମା କରୁଥିଲା। ଏମାନେ ରାତିରେ ବା ସେହି ନିଶାରେ ସେମାନେ କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ତାଙ୍କର ଜଗୁଆଳ କଟୁଆଳ ନଗର ପରିକ୍ରମା କରୁଥିଲା। ତା କାନରେ ଏ ଶବ୍ଦ ବାଜିଲା, ସେ କାନେଇଲା, ଏତେ ରାତିରେ କିଏ ଏମିତି ହେଉଛି? ଓ ଏ ଯେ ଜେମାଙ୍କର କଣ୍ଠସ୍ୱର। ସତେ ତ ଜେମା ଜଗୁଳିକୁ ହୁକୁମ ଦେଲା, ଏ ଦୁହିଁଙ୍କୁ ବନ୍ଦୀ କର। ତେଣୁ କଟୁଆଳ କ'ଣ କରୁଥିଲା? ପରିଭ୍ରମଣ କରୁଥିଲା। ତେଣୁ ରାତିରେ ଏଇଠି ପିଲାମାନେ ମନେ ରଖିବ, କଟୁଆଳ ନଗର ପରିକ୍ରମା କରୁଥିବା ବେଳେ ବା ରାତିରେ ପରିକ୍ରମା କରୁଥିବା ବେଳେ କାହାଙ୍କର କଣ୍ଠ ସେ ଶୁଣିପାରିଥିଲେ? ତେଣୁ ଜେମାଙ୍କର କଣ୍ଠ ସେ ଶୁଣିପାରିଥିଲେ ବା ଜାଣିପାରିଥିଲେ। ତେଣୁ କଟୁଆଳ ସାଙ୍ଗେ ସାଙ୍ଗେ କ'ଣ କଲା ନା ଜଗୁଳିକୁ ହୁକୁମ ଦେଲା, ଏ ଦୁହିଁଙ୍କୁ ତୁମେ ବନ୍ଦୀ କର। ରାଜାପୁଅ ରାଜଝିଅ କଏଦୀଖାନାରେ ରହିଲେ। ମନ୍ତ୍ରୀ ପୁଅ ଏ ଉଦାନ୍ତ ପାଇ ଖବର ପାଇ ମହାଭାବନାରେ ପଡ଼ିଲା। କଥା ଫୁଟିଗଲା ବେଳେ କି ଆଉ ମୁଣ୍ଡ ରହିବ? ଯେଉଁ ଶିଳା ଉପାୟରେ ଏହାକୁ ଉଦ୍ଧାର କରିବାକୁ ହେବ, ଯେଉଁ ଶିଳା ଯେକୌଣସି ଭାବରେ ଯେମିତି ହେଲେ ତ କ'ଣ କରିବାକୁ ପଡ଼ିବ, ଉଦ୍ଧାର କରିବାକୁ ହେବ। ବୁଦ୍ଧି ହେଉଛି ବଳ। ଭାବି ଭାବି ଶେଷକୁ ଗୋଟିଏ କୌଶଳ କଲା। ପୁରୁଷ ବେଶ ଓହ୍ଲାଇ ଗୋଟିଏ ବୁଢ଼ୀ ବେଶ ଧାରଣ ବା ବେଶ ଧଇଲା। ଅଣ୍ଟା ନଇଁ ପଡ଼ିଛି, ଗୋଟିଏ ପିଠା ଟୋକେଇ କାଖେଇଛି, ହାତରେ ଖଣ୍ଡିଏ ବାଡ଼ି। ଯାଇ କଏଦୀଖାନା ଫାଟକରେ ପହଞ୍ଚିଲା। ଜଗୁଆଳୀଙ୍କି ଦେଖି କହିଲା, ଆରେ ପୁଅ, ପଛକୁ କିଛି ଦିଶୁନାହିଁ। ହୁଡ଼ାକୁ ବାଟ ଖୋଜିଲିଣି। ଭାବିଲି ଏ ଧନ ଦରବ କ'ଣ ମଶାଣିକି ନେବି? କାହା ଉପକାରରେ ଲାଗୁ ହେଲେ ଏ କଏଦୀ ଘର ଦୁଆର ଛାଡ଼ି କେଡ଼େ ହିନିମାନରେ ଅଛନ୍ତି। କିଏ ତାକୁ ଭଲ ମନ୍ଦ ରାନ୍ଧି ଦେଉଛି, ପିଠା ଦିଟା ହେଲେ ଦେଇ ଆସେ। କଇଲାଣ କରିବେ, ଧର୍ମ ହେବ। ଜଗୁଆଳୀ ବିଚାରିଲେ, ସେ ତ ପିଠା ଦେବ, ଆମର କ'ଣ ହେଉଛି ଛାଡ଼ି ଦେଲେ। ତେଣୁ ଏଠି ଦେଖ, ଯେଉଁ ସେ ବୁଢ଼ୀ ରୂପ ଧାରଣ କରି ଯାଇଥିଲେ ଏବଂ ଯାଇକରି ସେହି ଜଗୁଆଳୀଙ୍କ ନିକଟରେ ପହଞ୍ଚିଲେ ଏବଂ ଜଗୁଆଳୀଙ୍କୁ କହୁଛି, ଏ ପିଠା ଯାକ ମୁଁ ନେଇ କେଉଁଠି ଫିଙ୍ଗିଦେବି? ତେଣୁ ଭଲ ହୋଇଥାନ୍ତା ମୁଁ ସେ କଏଦୀମାନଙ୍କୁ ଯାଇ ଦେଲେ ସେମାନେ ମୋତେ କ'ଣ କରିବେ ନା କଲ୍ୟାଣ କରିବେ ବା ଧର୍ମ ହେବ ବୋଲି ସେ କହିଛି। ପରିଶେଷରେ ସେ ଜଗୁଆଳୀ ସେହି ବୁଢ଼ୀ ବେଶୀ ଧାରୀକୁ ବା ସେ ବୁଢ଼ୀ ବେଶୀ ମାଆକୁ ଛାଡ଼ି ଦେଇଛନ୍ତି। ଛାଡ଼ିଦେଲେ। ବୁଢ଼ୀ ଭିତରକୁ ଗଲା। ଜେମା ବୁଢ଼ୀ ବେଶ ଧରି ବାହାରକୁ ଚାଲି ଆସିଲା। କେହି ଚିହ୍ନି ପାରିଲେ ନାହିଁ। ତାପରେ ଦେଖନ୍ତୁ ଆଗକୁ, ନା ଏ ମଧ୍ୟରେ କଟୁଆଳ ଯାଇ ରାଜାଙ୍କୁ ଜଣାଇଲା। ମହାରାଜା ଏମିତି କଥା ଛାମୁ ସ୍ୱଚକ୍ଷୁରେ ଦେଖନ୍ତୁ। ଆପଣ ଚାଲନ୍ତୁ ନିଜ ଆଖିରେ ଦେଖିବେ। ଜେମା ତାଙ୍କର ଦେବୀ ପ୍ରତିମା। ତେଣୁ ଦେବୀ ପ୍ରତିମା ସେ କବାଟକୁ ଯିବେ ଏ କଥା ରାଜାଙ୍କୁ ପ୍ରତ୍ୟୟ ହେଲା ନାହିଁ। କେବେ ସେ ବିଶ୍ୱାସ କରୁନଥିଲେ ରାଜା। ତେଣୁ ରାଜାଙ୍କର ଝିଅ ଏବଂ ରାଜା ମଧ୍ୟ ବିଶ୍ୱାସ କରିଥିଲା, ମୋ ଝିଅ ଗୋଟିଏ ହେଉଛି ଦେବୀ ପ୍ରତିମା, ସେ ଏଭଳି କେବେ କାମ କରିବ ନାହିଁ। ତଥାପି ସେ ଗଲେ। କଟୁଆଳ ସହିତ କଏଦୀ ଘରେ ପହଞ୍ଚିଲେ। କଟୁଆଳ ଜେମାକୁ ଚିହ୍ନଟ କଲା। ରାଜା ଅଡ଼ଣା ଖୋଲି ଦେଖନ୍ତି ତ ଆଉ କିଏ ଜଣେ ଜେମା ନୁହନ୍ତି, ରଜା ଗଜା। ଚଟକିନେ ଆଖିକି ନିଆଁ ଚହଟିଗଲା। ତରବାରୀ କାଢ଼ି ସଙ୍ଗେ ସଙ୍ଗେ କଟୁଆଳକୁ ଚଟେଇ ଦେଲେ। ଇଏ ରାଜା। କଟୁଆଳ ମୁଣ୍ଡ ରକ୍ତ ସରସରରେ ହୋଇ ଭୂଇଁରେ ଲୋଟିଲା। ରାଜା ପୁଅ ଆଉ ମନ୍ତ୍ରୀ ପୁଅର ବେଡ଼ି କୋଡ଼ି ଖୋଲି ଦେଲା। ତେଣୁ ସେ ଯେଉଁ ରାଜା ପୁଅ ମନ୍ତ୍ରୀ ପୁଅମାନେ ବନ୍ଧା ହୋଇକି ରହିଥିଲେ, ତାଙ୍କର ହାତରେ ସେଗୁଡ଼ିକୁ ଖୋଲିଦେଲା। ଏପଟେ ରାଜା ପୁଅ ପାଖକୁ ଚାଲିଯାଇଛି ସ୍ତ୍ରୀ ରୂପ ବା ବୁଢ଼ୀ ରୂପ ଧାରଣ କରିକି ଆମର ମନ୍ତ୍ରୀ ପୁଅ। ତେଣୁ ତାକୁ ସେଠି ମୁକ୍ତି କରିଦେଇ ସେ ସେଠି ନିଜେ ରହିଯାଇଛି ଏବଂ ସେ ପଳେଇ ଆସିଛନ୍ତି। ତାପରେ ଯେତେବେଳେ ରାଜା ଯାଇ ସେହି କାରାଗାରରେ ପହଞ୍ଚିଛନ୍ତି, ଦେଖିଛନ୍ତି ଯେ ରାଜା ଜେମା ନାହିଁ, ସାଙ୍ଗେ ସାଙ୍ଗେ ସେ କଟୁଆଳକୁ ଚଟେ ବା ତାଙ୍କର ତରବାର ବା ତାର ଖଣ୍ଡା ବାହାର କରି ଚଟେ ମାରି ଦେଇଛନ୍ତି। ଗୋଟିଏ ପଡ଼ୋଶୀ ରାଜ୍ୟର ରାଜପୁଅ ସଙ୍ଗେ ରଜା ଝିଅର ପାଟମୁଦି ହୋଇଥିଲା। ଆଜି ମଙ୍ଗଳ କୃତ୍ୟ। ମନ୍ତ୍ରୀ ପୁଅର ମନ କ'ଣ ହୋଇଗଲା? ଏତେ କଷ୍ଟ କରି କି ଫଳ ହେଲା? ସମୟ ଯେ ଆଉ ନାହିଁ, କ'ଣ କରିବି ବୋଇଲା। ତେଣୁ ଏମାନେ ଜେଲଖାନାରେ ରହିକି ମୁକ୍ତି ହୋଇଛନ୍ତି। ମୁକ୍ତି ହୋଇସାରିଲା ପରେ ସେଠି ସେହି ରାଜ୍ୟରେ ସେହି ରାଜଜେମାଙ୍କର କ'ଣ ହେଇଛି ନା ବିବାହର ବନ୍ଧନ ହୋଇଯାଇଛି। ସେ ବିବାହ ବନ୍ଧନରେ ତାକୁ ଅର୍ପଣ କରିଦେଇଛନ୍ତି ପାଟମୁଦି। ଆଜି ତାର କ'ଣ ହେଇଛି? ମଙ୍ଗଳ କୃତ୍ୟ। ତେଣୁ ମନ୍ତ୍ରୀ ପୁଅ ମନରେ କ'ଣ ହୋଇଗଲା ବୋଲି ସେ ଭାବିଛି। ଏତେ କଷ୍ଟ କରିଥିଲି, କି ଫଳ ହେଲା? ସମୟ ଆଉ ନାହିଁ। ତେଣୁ ନିଜେ ବସି ରହି ବୋଇଲା, ଭାବିଲା। କ'ଣ ଭାବିଛି ଦେଖନ୍ତୁ, ନା ଉପାୟ ପାଞ୍ଚିଲା, ଅର୍ଥାତ୍ ଉପାୟ କର ନାନା ମତେ, ଫଳିବ କର୍ମର ଆୟତ୍ତେ। ମନ୍ତ୍ରୀ ପୁଅ ଉପାୟ ପାଞ୍ଚିଲା। ନା ଏଣେ ରାଜଧାନୀରେ ମଣିମାଣିକ୍ୟ ଖଞ୍ଜା ସୁନାର ତୋରଣ ବନ୍ଧା ହେଲା। ଦ୍ୱାରେ ଦ୍ୱାରେ କଦଳୀ ଗଛ ପୋତା ହେଲା। ଦେଖ, ରାଜଜେମାଙ୍କର ବିବାହ ଘରର ହେଉଥିବା ସମୟର ଦୃଶ୍ୟ। ତେଣୁ ଆମେମାନେ ମଧ୍ୟ ଜାଣିଥାଉ, ନିଜ ନିଜ ଘରରେ ବା ଯେତେବେଳେ ବାହାଘର ହୋଇଥାଏ, ଆମ ତୋରଣୀ ବନ୍ଧା ହୁଏ। ସାମ୍ନାରେ ଯେଉଁ ଗେଟ୍ ସାମ୍ନାରେ ତୁମର କଦଳୀ ଗଛ ପୋତା ଠିକ୍ ସେହିପରି ଏବଂ ପୂର୍ଣ୍ଣ କମ୍ବ ରଖା ହେଲା। ବଇଦ ବର କାଠ ବାଜିଲା, ବର ଆସିଲା, ବେହେଘର ହେଲା, ବର କନ୍ୟା ବିଦା ହୋଇ ଗଲେ। କିନ୍ତୁ ଜେମା ଆଖିରେ ଲୁହ। ସତ୍ୟ ପ୍ରଭୁ ମୋ କଥା ବୁଝିବେ। ସଞ୍ଜ ହେଲା। ପାହାଡ଼ିଆ ଜାଗା। ଦେଖୁ ଦେଖୁ ଅନ୍ଧାର ଘନେଇ ଆସିଲା। ବରଯାତ୍ରୀ କହିଲେ, କ'ଣ କହିଲେ ନା ଏଠି ଡେରା ପକାଅ, ଏଠି ରହିଯାଅ, ଆଜି ରାତିକି ରହଣି ହେଉ। ସୁନା ଚାହାଣି ହାତୀ ଦାନ୍ତର ପଲଙ୍କି ରହିଲା ସେଠି। ରାଜାଙ୍କର କଥା, ରାଜାମାନଙ୍କର କଥା। ତାଙ୍କର ରାଜାମାନଙ୍କୁ ଯେତେବେଳେ ସେମାନେ ବିବାହ କରିବାକୁ ଯାଆନ୍ତି, ସେତେବେଳେ ହାତୀ ଦାନ୍ତର ପଲଙ୍କ ସେମାନେ ନେଇକି ଯାଇଥାନ୍ତି। ତେଣୁ ସେମାନେ ସେହି ପାହାଡ଼ରେ ସନ୍ଧ୍ୟା ସମୟରେ ସେଠି ରହିଲେ। ଏ ମଧ୍ୟରେ କ'ଣ ହେଇଛି ଦେଖ, ନା ଏ ମଧ୍ୟରେ ମନ୍ତ୍ରୀ ପୁଅ ରାଜଜେମା ବେଶ ଧରି ପାଲିଙ୍କିରେ ବସି ପଡ଼ିଲା। କିଏ ପୁଣି? ସେଇ ମନ୍ତ୍ରୀ ପୁଅ। ଥରେ ବେଶ ରୂପ ଧାରଣ କଲା ବୁଢ଼ୀ ଆକାରରେ, ଏବେ କ'ଣ ବେଶ ଧାରଣ କରିଛି ମନ୍ତ୍ରୀ ପୁଅ? ତୁମକୁ ମନେ ରଖିବାକୁ ହେବ ନା ରାଜଜେମା ବେଶ ଧରି ପଲଙ୍କିରେ ବସି ପଡ଼ିଲା। ଜେମା ଧୀରେ ଧୀରେ ବଣକୁ ଖସିଗଲେ। ସେ ଯେତେବେଳେ ଯାଇକି ବସିଛି, ଜାଣିପାରିଲେ ଯେ ମନ୍ତ୍ରୀ ପୁଅ ସେ ବସିଲା। ତେଣୁ ସେ କ'ଣ କରିଛି, ରାଜଜେମା ଧୀରେ ଧୀରେ ସେ ବାହାରି ଗଲେ। ଯଥାସ୍ଥାନରେ ପ୍ରେମିକ ରାଜପୁତ୍ରଙ୍କୁ ଯାଇ ଭେଟିଲେ। ଜେମାଙ୍କୁ ଏକୁଟିଆ ଡର ମାଡ଼ୁଥିବ ବୋଲି ରାଜାଙ୍କ ଭଉଣୀ ଆସି କ'ଣ ହେଲା ନା ପାଲିଙ୍କିରେ ବସିଲେ। ଏଇଠି ଗୋଟେ ଇଣ୍ଟରେଷ୍ଟ କଥା ଦେଖ, ନା କ'ଣ କହୁଛି, ଜେମାଙ୍କୁ ଏକୁଟିଆ ଡର ମାଡ଼ୁଥିବ ବୋଲି ରାଜାଙ୍କ ଭଉଣୀ, ଅର୍ଥାତ୍ ଯେଉଁ ରାଜାଙ୍କର ଭଉଣୀ କ'ଣ ଆସି ନା ପାଲିଙ୍କିରେ ବସିଲେ। ମନ୍ତ୍ରୀ ପୁଅ ତା ରୂପ ଦେଖି ଚମକି ପଡ଼ିଲା। ପାଲିଙ୍କି ସତେକି ହାଲ୍ଲୋଳ ହୋଇଗଲା। ମନ୍ତ୍ରୀ ପୁଅ ତାହା ସଙ୍ଗେ ଆଳପ ଜମାଇଲା। କଥାରେ
ତା ହୃଦୟକୁ କିଣି ନେଲା। ଏପଟେ ରାଜଜେମା ପଳେଇଯାଇଛନ୍ତି ରାଜା ପୁଅ ନିକଟକୁ, ଏବଂ ଏଠି ଯେଉଁ କନ୍ୟା ରୂପରେ ବା ରାଜଜେମା ରୂପ ଧାରଣ କରି ବସି ରହିଥିଲା ମନ୍ତ୍ରୀ ପୁଅ, ଏବଂ ସେପଟୁ ପୁଣି ରାଜାଙ୍କର ଭଉଣୀ ଆସି ସେହି ସବାରିରେ ବା ସେହି ରାଜଜେମା ନିକଟରେ ଆସି ସେ ବସି ପଡ଼ିଛନ୍ତି। ସେହି ସମୟରେ ମନ୍ତ୍ରୀ ପୁଅ ଦେଖି ତାକୁ ସୁନ୍ଦର କହିଛି ଏବଂ ନିଜେ ନିଜେ ତାକୁ ତା ମନକୁ ସେ କିଣି ନେଇଛି। ଦୁହେଁ ଦୁହିଁଙ୍କର ଅତି ଆପଣାର ହୋଇ ଗଲେ। ସ୍ଥିର କଲେ ବାହା ହେବେ, କିନ୍ତୁ ଏଠି ଖସି ନ ପଳାଇଲେ ରକ୍ଷା ନାହିଁ। ଅନ୍ଧାର ଦେଖି ଦୁହେଁ ବଣ ଭିତରକୁ ଚାଲି ଗଲେ। ଠିକ୍ ଅନ୍ଧାର ହୋଇଗଲା, ତେଣୁ ସେମାନେ ସେ ସବାରି ଓହ୍ଲେଇକି ବଣ ଭିତରକୁ ଚାଲିଗଲେ। ମନ୍ତ୍ରୀ ପୁଅର ଘୋଡ଼ା ବାଟରେ ତକେଇ ରହିଥିଲା। ଯେଉଁ ମନ୍ତ୍ରୀ ପୁଅ ତାର ଘୋଡ଼ା ଆଣିଥିଲା, ସେଟା ଘୋଡ଼ାଟା ତକେଇ ରହିଲା, ତାରେ ଛିଡ଼ା ହେଇକି ରହିଥିଲା। ରାଜା ପୁଅ ମନ୍ତ୍ରୀ ପୁଅ ଦୁହେଁ ଦୁଇ କନ୍ୟାକୁ ଘେନି ବିଜୁଳି ଗତିରେ ଛୁଟିଲେ। ଯେତେବେଳେ ଦୁହେଁ ନିଜ ରାଜ୍ୟରେ ପହଞ୍ଚିଲେ, ବାପା ମାଆଙ୍କର ଆନନ୍ଦ କହିଲେ ନ ସରେ। ଖାଲି ପୁଅ ଫେରି ନାହାନ୍ତି, ସାଙ୍ଗରେ ବୋହୂ ଘେନି ଆସିଛନ୍ତି। ନାହିଁ ନଥିବା ରୂପ ଅତି ସୁନ୍ଦର। ଯେମିତି ଦେଖିଲେ କୁହନ୍ତି ନା, ନାହିଁ ନଥିବା ରୂପ, ଅର୍ଥାତ୍ ଗୋଟିଏ ଚାଉଳରେ ଗଢ଼ା। ଯାହା ସ୍ୱପ୍ନରେ ଭାବି ନଥିଲେ, ସ୍ୱଚକ୍ଷୁରେ ଦେଖିଲେ। ବେଦୀ ଗଢ଼ା ହେଲା, ବାଣ ନିଶାଣ ଖଞ୍ଜା ହେଲା, ରାଇଜ ଯାକ ମଉଜ ଲାଗିଗଲା। ବଡ଼ ସମାରୋହରେ ବାହାଘର ହୋଇଗଲା। ବଡ଼ ସମାରୋହରେ ବେହେଘର ହୋଇଗଲା। ଏଇଠି ଗପ କ'ଣ କହିଛନ୍ତି, ହାଞ୍ଜି ଗପଟିକୁ ପରିସମାପ୍ତି କରି ଦେଇଛନ୍ତି ବା ଗପ ଶେଷ ହେଲା। ଶିକାରା ଲାଗିଲା ଗଣପତି ଘାଟରେ। ହାଞ୍ଜି ବିଦାକି ନେଇ ବିଦାୟ ନେଲା। ତା ମନରେ ଟିକିଏ ପୁରୁଣା ସ୍ୱପ୍ନ ଆମ ମନରେ ରଖି ଦେଇଗଲା। ତେଣୁ ଗପଟିକୁ ଯେତେବେଳେ ସେ ଆରମ୍ଭ କଲେ ଏବଂ ଯେତେବେଳେ ସେ ସାରିଲେ, ଯେ ପରିସମାପ୍ତି କଲେ, ସେତେବେଳେ କେଉଁ ଘାଟିରେ, ପିଲାମାନେ ଏଇଟା ମନେ ରଖିବ, ସେ କେଉଁ ଘାଟିରେ ଯାଇ ଲଗେଇଥିଲେ ନା, ତୁମକୁ ମନେ ରଖିବାକୁ ପଡ଼ିବ ଗଣପତି ଘାଟରେ। ତେଣୁ ଦେଖ, ଏଠି ସୁନ୍ଦର ଭାବରେ ହାଞ୍ଜି କ'ଣ କଲେ, ତାଙ୍କ ପ୍ରଦେଶରୁ ବା ତାଙ୍କ ରାଜ୍ୟର ଗୋଟିଏ ଗଳ୍ପ କହିଲେ, ଯେଉଁ ଗଳ୍ପଟି ରାଜା ପୁଅ ଏବଂ ମନ୍ତ୍ରୀ ପୁଅମାନଙ୍କର କଥା। ତାପରେ ସେମାନେ ପରିଶେଷରେ ଗୋଟିଏ ଅନ୍ୟ ରାଜ୍ୟକୁ ଯାଇଛନ୍ତି ଏବଂ ଅନ୍ୟ ରାଜ୍ୟରେ ରାଜଜେମାଙ୍କର କିଭଳି ସେମାନେ ପାଇବେ ବୋଲି ଉପାୟ ପାଞ୍ଚିଛନ୍ତି। ପରିଶେଷରେ ସେମାନେ ଉପାୟ ପାଞ୍ଚି ସେମାନେ କ'ଣ ହେଇଛନ୍ତି, ଉପାୟ ସଫଳ ହୋଇଛନ୍ତି ଏବଂ ନିଜ ରାଜ୍ୟକୁ ଫେରାଇ ଆଣିଛନ୍ତି। ଫେରାଇ ଆଣିଲା ପରେ ସେମାନଙ୍କ ସେଠି ଆନନ୍ଦ ମଉଜରେ ତାଙ୍କର ବାହାଘର ହୋଇଯାଇଛି। ତେଣୁ ଏତିକି ତୁମର ରହିଥିଲା ଯେଉଁ ଝାଲମ ନଦୀରେ ସନ୍ଧ୍ୟା, ଯେଉଁ ଲେଖିଛନ୍ତି ପ୍ରଫେସର କୁଞ୍ଜ ବିହାରୀ ଦାସ, ସୁନ୍ଦର ଭାବରେ ବର୍ଣ୍ଣନା କରିଦେଇଛନ୍ତି ଏବଂ ମୁଁ ମଧ୍ୟ ଆପଣମାନଙ୍କୁ ସରଳ ସହଜରେ ବୁଝାଇ ଦେଇଛି। ତେଣୁ ଭାବୁଛି ଆପଣ ନିହାତି ଏହି ଭ୍ରମଣ କାହାଣୀକୁ ମନେ ରଖିଥିବେ। ତେଣୁ ପୂର୍ବ କ୍ଲାସ୍ରେ ଆମେ ଏହାର MCQ ଗୁଡ଼ିକୁ ଆଲୋଚନା କରିଦେବୁ। ଜୟ ଜଗନ୍ନାଥ। ଆପଣମାନେ ଯଦି ଭଲ ଲାଗୁଥିବ କ୍ଲାସ୍ଟିକୁ, ତେବେ କମେଣ୍ଟ ସେକ୍ସନରେ କମେଣ୍ଟ ଦେବେ, ମତାମତ ଦେବେ ଏବଂ ଅଧିକ ମାତ୍ରାରେ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏଇଠି ପିଲାମାନେ ମନେ ରଖିବ। ତେଣୁ ଆମେ ପ୍ରଥମେ ଯେଉଁ ରହିଥିଲା ଗଦ୍ୟ ବିଭାଗ +2 ଫାର୍ଷ୍ଟ ଇୟର୍ ଆର୍ଟ୍ସ ହଉ, କଳା ହଉ, ବାଣିଜ୍ୟ ହଉ ବା ବିଜ୍ଞାନ, ତୁମ ଯେଉଁ କମ୍ପଲସରି ରହିଛି ଓଡ଼ିଆ MIL। ତେଣୁ ତାର ପ୍ରଥମେ ଗଦ୍ୟ ବିଭାଗ ରହିଛି। ଗଦ୍ୟ ବିଭାଗ ଆମେ ଦୁଇଟି ବିଷୟ ସାରିଲୁ। ଗୋଟିଏ ସରିଲା ସରସ୍ୱପଦ ଗୋପୀନାଥ ମହାନ୍ତି। ଆଜି ସାରିଲୁ ଝାଲମ ନଦୀରେ ସନ୍ଧ୍ୟା ପ୍ରଫେସର କୁଞ୍ଜ ବିହାରୀ ଦାସ। ନେକ୍ସଟ ଯେଉଁ ଭିଡ଼ିଓ କରିବି, ଆଉ ଯେଉଁ ଦୁଇଟା ରହିଲା, ତୁମର ଗୋଟିଏ ରହିଛି ମଧୁବାବୁ, ଆଉ ଗୋଟିଏ ତୁମର ଯେଉଁ ବିଷୟଟି ରହିଛି ସେହି ସୁମଣୀୟ ଦିବସ। ହରେକୃଷ୍ଣ ମହାତାବ ଲେଖିଛନ୍ତି ଏବଂ ମଧୁବାବୁ ଯେଉଁ ଚିନ୍ତାମଣି ଆଚାର୍ଯ୍ୟ ଲେଖିଛନ୍ତି। ତେଣୁ ନେକ୍ସଟ ଭିଡ଼ିଓରେ ତାହା ମୁଁ ଆଲୋଚନା କରିଦେବି। ରହୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।